ମୁଁ ସମ୍ବିତ ନନ୍ଦ କାହାଣୀ ଶୁଣାଏ। ଆସନ୍ତୁ ନା ଆଜିର କାହାଣୀରେ ହଜିଯିବା, ଭିଜିଯିବା ଆଉ ନିଜେ ନିଜକୁ ଖୋଜି ପାଇବା। ମୋର ନୂଆ କାହାଣୀ ଯାହାର ଶୀର୍ଷକ ଉଆଁସୀ କନ୍ୟା। ବିବ୍ରତ ହୋଇ ବସିଥାନ୍ତି ସୁବ୍ରତ। ସେଦିନ ଥିଲା ଚତୁର୍ଦ୍ଦଶୀ ରାତି, କାର୍ତ୍ତିକ ମାସ। ରାତି 8ଟା ବେଳେ ବସ୍ଷ୍ଟାଣ୍ଡରେ ଜଗିଥାନ୍ତି ବସ୍ ପାଇଁ। 2 ଘଣ୍ଟା ହେଲାଣି ଜଗିଲେଣି, ବସ୍ଟା କାହିଁକି କେଜାଣି ଏତେ ଲେଟ୍ ହେଲା, ଆସିନି ଏବେ ଯାଏଁ। ସୁବ୍ରତ ନିଶାରେ ଜଣେ ଲେଖକ, ଭଲ କାହାଣୀ ଲେଖନ୍ତି ଆଉ ପେଶାରେ ଜଣେ ସାହିତ୍ୟ ଶିକ୍ଷକ। ସାହିତ୍ୟ ପଢ଼ାଇବାରେ ସେ ଧୁରନ୍ଧର। ବଡ଼ କଷ୍ଟ କରି 24 ବର୍ଷରେ ପାଇଥିଲେ ଗଭର୍ଣ୍ଣମେଣ୍ଟ ଚାକିରିଟା। ପୋଷ୍ଟିଂ ମିଳିଥିଲା ଘରଠୁ 280 କିଲୋମିଟର ଦୂରରେ ରାୟଗଡ଼ାରେ। ଶନିବାର ରବିବାର ଦେଖି ଯିବା ଆସିବା କରନ୍ତି ସେ ଘରକୁ। ତରତର ହେଇ ପହଞ୍ଚିଲେ ବସ୍ଷ୍ଟାଣ୍ଡରେ। ହଁ, ବ୍ରହ୍ମପୁର ଯିବା ପାଇଁ। ଯିବାଟା ଜରୁରୀ ଥିଲା, କାହିଁକି ନା ତାଙ୍କ ସ୍ତ୍ରୀ ଲକ୍ଷ୍ମୀପ୍ରିୟା ଥିଲେ 10 ମାସର ଗର୍ଭବତୀ। 3 ଦିନ ଆଗରୁ ଜେନା ହସ୍ପିଟାଲରେ 7 ନମ୍ବର ମେଟର୍ନିଟି ୱାର୍ଡ଼ରେ ଜଏନ୍ ହୋଇଥିଲେ ସେ। ପାଖରେ ଥିଲେ ଲକ୍ଷ୍ମୀଙ୍କ ମା ଏବଂ ସାନ ଭାଇ ସରୋଜ। କାଲି କାର୍ତ୍ତିକ ଅମାବାସ୍ୟା। ଆମ ଗଞ୍ଜାମୀ ଭାଇଙ୍କ ଭାଷାରେ ଆମେ କହୁ ବାଣଫୁଟା ଅମାବାସ୍ୟା। ଆଲୋକର ମହାପର୍ବ। ଦୀପ ଜାଳି ବାଣ ଫୁଟାଇ ଭବ୍ୟ ମନୋରଞ୍ଜନ କରନ୍ତି ଲୋକେ। କାଉଁରିଆ କାଠି ଆଖୁରେ ସଳିତ ମଳାଇ ପୂର୍ବପୁରୁଷଙ୍କୁ ଗଙ୍ଗାଜ ଗୟାଜ ଏମିତି କହି ପିତୃଲୋକଙ୍କ ମନ ପକାନ୍ତି। ଏମିତି ଓଡ଼ିଆ ଭାଷାରେ ଲୋକକଥା ଅଛି ଯେ ପିତୃଲୋକେ ଏହି ଆଲୋକ ପର୍ବରେ ସ୍ୱର୍ଗ ଆରୋହଣ କରନ୍ତି ବୋଲି ଆଲୋକକୁ ଦେଖି। ଏମିତି କେତେ କ'ଣ ଭାବୁ ଭାବୁ ସୁବ୍ରତ ଯାଇଥିଲେ ତାଙ୍କ ପିଲାବେଳ କଥା ନେଇ। ହଁ, ତାଙ୍କ ପିଲାବେଳ, ସାଙ୍ଗମେଳ, ବାଣ ଫୁଟା, ଡାଙ୍ଗ ଦେଖା, ଏମିତି ଦିନମାନଙ୍କରେ ହଜି ଯାଇଥିଲେ ସେ। ହଠାତ୍ ପଁ ପଁ ଶବ୍ଦରେ ଫେରି ଆସିଥିଲେ ଭାବନା ରାଇଜରୁ। ହଁ, ବ୍ରହ୍ମପୁର ବସ୍ଟା ପହଞ୍ଚିଥିଲା ବସ୍ଷ୍ଟାଣ୍ଡରେ। ସୁବ୍ରତ ତାଙ୍କ କଳା ବ୍ୟାଗ୍ଟାକୁ ହାତରେ ଧରି ପହଞ୍ଚିଲେ ଟିକଟ କାଉଣ୍ଟରରେ। ଧାଡ଼ି ଲାଗିଥିଲା। ସୁବ୍ରତଙ୍କ ଟର୍ନ ଆସିଲା। ସେ କହିଲେ, ଆଜ୍ଞା, ବ୍ରହ୍ମପୁର ବସ୍ଟା କେତେବେଳେ ଛାଡ଼ିବ? ଉତ୍ତର ଆସିଲା, ଆଉ 15 ମିନିଟ୍ ପରେ। ହଉ ଆଜ୍ଞା, ଗୋଟେ ଟିକଟ ଦେବେ? ଟିକଟ କିଣି ସୁବ୍ରତ ଚଢ଼ିଗଲେ ବସ୍ରେ। 7 ନମ୍ବର ସାଇଡ଼୍ ସିଟ୍। ଉପର କ୍ୟାରିୟରରେ ବ୍ୟାଗ୍ଟାକୁ ରଖି ବସିଲେ ସିଟ୍ରେ। ମନରେ ଭାବୁଥାନ୍ତି, ଆଜି ଯଦି ବସ୍ଟା ଆସିନଥାନ୍ତା, ଯଦି ମିସ୍ ହେଇଯାଇଥାନ୍ତା, କେମିତି ଯାଇଥାନ୍ତେ ସେ ବ୍ରହ୍ମପୁର। ଏମିତି ଅନେକ କଥା। ଅଜଣାତରେ ପକେଟ୍ ଅଣ୍ଡାଳୁ ଅଣ୍ଡାଳୁ 4 ଚଉତି ହେଇଥିବା ଗୋଟେ କାଗଜ ପାଇଲେ ସେ। ଶିକ୍ଷକ ଲୋକ ନା, କେତେବେଳେ କ'ଣ ମନକୁ ଆସିଲେ ଗାରେଇ ଦିଅନ୍ତି କାଗଜ ଦିହରେ, ଆଉ ଚଉତିକି ପୂରେଇ ଦିଅନ୍ତି ପକେଟରେ। କାଗଜଟା ଖୋଲି ଦେଖିଲେ 4 ଦିନ ତଳେ କମନ ରୁମ୍ରେ ବସି ସେ ଲେଖିଥିଲେ ଗୋଟେ କବିତା ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ। କ'ଣ ଗୋଟେ ମନ୍ତ୍ର ମନରେ ସ୍ମରଣା କରି 2 ହାତ ଯୋଡ଼ି କହିଲେ, ଠାକୁରେ, ଝିଅ ଦିଅ ଅବା ପୁଅ ଦିଅ, କିଛି କଥା ନାହିଁ, ମୋର ସ୍ତ୍ରୀକୁ କିଛି ଅସୁବିଧା ନ ହୁଏ ପ୍ରଭୁ, ହେ ପ୍ରଭୁ। ଲୁହ 2 ଟୋପା ଝରିଗଲା ତାଙ୍କ ଆଖିରୁ। ଏମିତି ଭାବୁ ଭାବୁ କେତେବେଳେ ତାଙ୍କ ଆଖି ଲାଗିଛି, କେତେବେଳେ ବସ୍ଟି ବସ୍ଷ୍ଟାଣ୍ଡରୁ ଛାଡ଼ିଛି, କିଛି ଜାଣିପାରିଲେନି ସେ। ଆଖି ପୁଣି ଖୋଲିଲା ଯାଇ ଭୋର 5ଟାରେ। ବସ୍ ଦିଗପହଣ୍ଡି କ୍ରସ୍ କରିସାରିଲାଣି। ଆଉ ମାତ୍ର ଘଣ୍ଟାଏ ପରେ ସେ ପହଞ୍ଚିଯିବେ ବ୍ରହ୍ମପୁରରେ। ସେପଟେ ଲକ୍ଷ୍ମୀପ୍ରିୟାକୁ ଲେବର ରୁମ୍କୁ ନେଇଯାଇଥିଲେ ଡକ୍ଟର। ମା ଆଉ ସାନ ଭାଇ ବାହାର ବେଞ୍ଚରେ ଅପେକ୍ଷା କରିଥିଲେ। ସେଇ ଶୁଭ ମୁହୂର୍ତ୍ତକୁ ଚାହିଁ ବସିଥିଲେ। ହଁ, କୁଆଁ କୁଆଁ ଡାକ ଶୁଭିଲା ଲେବର ରୁମ୍ରୁ। ସମୟ ଥିଲା ଭୋର 5:50। ଡକ୍ଟର ବାହାରକୁ ଆସି କହିଲେ, ତମ ଘରକୁ ଲକ୍ଷ୍ମୀ ଆସିଛନ୍ତି। ସୁନ୍ଦର ଝିଅଟିଏ ହେଇଛି, ମିଠା ଆଣ, ମିଠା ଆଣ। ଝିଅର ନାଁ ଶୁଣି ବହୁତ ଖୁସି ହେଇଥିଲା ସରୋଜ, ଆଉ ଚିଲ୍ଲାଇଥିଲା, ହୁର୍ରେ, ମୁଁ ମାମୁଁ ହେଇଗଲି, ମୁଁ ମାମୁଁ ହେଇଗଲି।
କିନ୍ତୁ ବିବର୍ଣ୍ଣ ହୋଇଯାଇଥିଲା ଲକ୍ଷ୍ମୀଙ୍କ ମାଙ୍କ ମୁହଁ। ନାତୁଳିଟି ହେଲା, ହାୟରେ ବିଧାତା, ଏତେ ବ୍ରତ ଉପାସ କଲି, ନାତିଟି ଦେଲୁନି, ନାତୁଣ୍ଡି ଦେଲୁ। ଛି, ଝିଅଟି ଦେଲୁ ତ ଦେଲୁ ଅମାସ୍ୟାରେ। ହେ ଭଗବାନ, ଉଆଁସି କନ୍ୟାଟା, କ'ଣ ହେବ ଝିଅର ଭବିଷ୍ୟତ? ହେ ପ୍ରଭୁ। ମୁଣ୍ଡରେ ହାତ ଦେଇ ଥୁଲେଇ ତଳେ ବସି ପଡ଼ିଲେ ଲକ୍ଷ୍ମୀଙ୍କ ମା। ରୁମ୍ ଭିତରେ ଡକ୍ଟର ନବଜାତ ଶିଶୁକୁ ନେଇ ଲକ୍ଷ୍ମୀଙ୍କ ପାଖକୁ ଦେଲେ। ଛୁଆକୁ ଜନ୍ମ ଦେଇ ଥକି ଯାଇଥିଲା ଲକ୍ଷ୍ମୀ। ଆନନ୍ଦରେ ଛୁଆକୁ କ୍ଷୀର ଦେଲାବେଳେ ଦିଧାର ଲୁହ ଖସି ଆସିଥିଲା ଚକ୍ଷୁ ଉପତ୍ୟକାରୁ। ସେପଟେ ସୁବ୍ରତ ଆସି ପହଞ୍ଚିଲେ ବ୍ରହ୍ମପୁର ନୂଆ ବସ୍ଷ୍ଟାଣ୍ଡରେ। ରିକ୍ସା କରି ପହଞ୍ଚିଥିଲେ ହସ୍ପିଟାଲରେ। ସେତେବେଳେ କ'ଣ ମୋବାଇଲ ଥିଲା ଯେ ହେଇ ପିଲାଟା ଜନ୍ମ ହେଲା, ହେଇ ଶଳା ଫୋନ୍ କରିଦେଇଥାନ୍ତା, ନହେଲେ ଫଟୋ ହ୍ୱାଟ୍ସଆପ୍ରେ ଛାଡ଼ି ଦେଇଥାନ୍ତା। ସୁବ୍ରତ ଡିଜିଟାଲି ସେଇ ଫଟୋକୁ ଷ୍ଟାଟସ୍ରେ ଅପଲୋଡ଼ କରିଦେଇଥାନ୍ତେ। ଲୋକ କଂଗ୍ରାଚୁଲେସନ୍ସ ଫର୍ କ୍ୟୁଟ୍ ଗୁଡ଼ିଆ, ଫର୍ ବିଙ୍ଗ ଫାଦର, କଂଗ୍ରାଚୁଲେସନ୍ସ ଲେଖିଦେଇଥାନ୍ତେ। ଆରେ ବାବା, ଏବେ ଯୁଗ ସତରେ ଏତେ ଆଡ଼ଭାନ୍ସ ହେଲାଣି। ସେତେବେଳେ ଏସବୁ ନଥିଲା। ପୋଷ୍ଟକାର୍ଡ଼ ବା ଏନଭଲପ ଲେଟର ଲେଖିଲେ ହେଉଥିଲା ଭାବର ଆଦାନ ପ୍ରଦାନ। ହସ୍ପିଟାଲରେ ପହଞ୍ଚ ସୁବ୍ରତ ମେଟର୍ନିଟି ୱାର୍ଡ ଆଡ଼କୁ ଗଲେ। ଦେଖିଲେ ସରୋଜକୁ। ସରୋଜ ଖୁସିରେ କୁଣ୍ଢେଇ ପକାଇଲା ସୁବ୍ରତଙ୍କୁ। କହିଲା, ଭାଇ ସୁନ୍ଦର ଝିଅଟି ହେଇଛି ମ, ଆସ ଦେଖିବ। ତମ ଭଳିଆ ପରା, ଦୁଇଟା ଆଖି ଆଉ କାନ ଏକ୍ଜାକ୍ଟ ତମ ଭଳିଆ। ତମର ପୁରା ଡୁପ୍ଲିକେଟଟା। ସୁବ୍ରତ ପଚାରିଲେ, ଶଳାରେ ଆଉ ମୋ ଲକ୍ଷ୍ମୀ? ସରୋଜ କହିଲା, ହଁ ସିଏ ହେଲେ ଭଲ ଅଛି ମ, ଆସ ଦେଖିବ ଆସ। ଖୁସି ଖବର ଶୁଣି ଆନନ୍ଦରେ ଗଦଗଦ ହୋଇଯାଇଥିଲେ ସୁବ୍ରତ। ଝିଅଟିକୁ ଦେଖିବା ପାଇଁ ଭିତରକୁ ଗଲେ। ଲକ୍ଷ୍ମୀପ୍ରିୟା ସ୍ୱାମୀକୁ ଦେଖି ବହୁତ ଖୁସି ଥିଲେ। କହିଲେ, ହଇ କିଏ ଦେଖ ନା ତମ ଡୁପ୍ଲିକେଟ୍ କେମିତି ମିଟି ମିଟି କରି ଅନଉଛି। ଆଉ ବଢ଼େଇ ଦେଲେ ଝିଅକୁ ସୁବ୍ରତଙ୍କ କୋଳକୁ। ଝିଅଟିକୁ କୋଳରେ ଧରି ସୁବ୍ରତ ଥିଲେ ବହୁତ ଖୁସି। ଦିଟୋପା ଲୁହ ଝରି ପଡ଼ିଥିଲା ତାଙ୍କ ଆଖିରୁ। ଆଉ ଝିଅ ଏପଟ ସେପଟ ହାତ ଗୋଡ଼ ମାରୁ ମାରୁ ବାପାଙ୍କ ମୁହଁକୁ ଦେଖି ଧୀରେ ସେ ସ୍ମାଇଲ୍ ଦେଇଥିଲା। ସୁବ୍ରତଙ୍କୁ ଲାଗିଲା ସତେ ଯେମିତି ଦୁନିଆର ସବୁ ସୁଖ ଘଡ଼ିକଟାରେ ପାଇଗଲେ। ପାଖରେ ଶୋଇଥିବା ଲକ୍ଷ୍ମୀ ଧୀରେ ସେ ପଚାରିଲେ, ହଇ କିଏ, କ'ଣ ନା ଦେବାକୁ? ବାପା ଝିଅର ମୁହଁକୁ ଗେଲା କରି କହିଲେ, ଆଜି ପା ଆଲୋକର ପର୍ବ, ଶୁଭ ଲଗ୍ନ, ଏଣୁ ଝିଅର ନାଁ ହେବ ସୁଲଗ୍ନା। ଅଶେଷ ଅଶେଷ ଧନ୍ୟବାଦ ଶ୍ରୋତା ବନ୍ଧୁଗଣ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।